এইটা ଆଲକାଲାଇନ୍ ୱାଟର। ଆଜି ମୁଁ ଆର ପ୍ରିପାରେସନ୍ ବତେଇବି କେମିତି ମୁଁ ପ୍ରିପେୟାର କରିଛି, ତାପରେ ଆର ବେନିଫିଟ୍ ବି କହିବି। ବର୍ତ୍ତମାନ ବତଉଛି କେମିତି ଆର ପ୍ରିପେୟାର କରିଛି। ଆକୁ ଗୋଟେ ଜାର୍ ନେଇଛି, ପାଖାପାଖି 1 ଲିଟରର କାଚ ଜାର୍ ହେବ। ଏ କାଚ ଜାର୍ ହିଁ ୟୁଜ୍ କରାଯାଏ। ଏ କାଚ ଜାର୍ରେ ସାଧା ପାଣି ରଖିଛି। ଏଥିରେ ମୁଁ ବିଟ୍ ପକେଇବି, କାକୁଡ଼ି ପକେଇବି, ଗାଜର ପକେଇବି, ଅଦା ଖଣ୍ଡେ ବି ପକେଇବି, ଅଁଳା କୋଳି ତାକୁ ବି ପକେଇବି, ଲେମ୍ବୁ ଖଣ୍ଡେ ରଖିଛି କାଟି ତାକୁ ପକେଇବି, ପୁଦିନା ପତ୍ର ଓ ଧନିଆ ପତ୍ର। ଏଗୁଡ଼ିକୁ ସବୁ ମୁଁ ସ୍ଲାଇସ୍ କରି କାଟି ନେବି। ପ୍ରଥମେ ବିଟ୍କୁ ସ୍ଲାଇସ୍ କରି କାଟି ନେଉଛି। ଦେଖନ୍ତୁ ମୁଁ ସବୁ ଜିନିଷ କାଟି ରଖିଛି। ଏଥିରେ ପ୍ରଥମେ ବିଟ୍କୁ 2-3 ଖଣ୍ଡ ପିସ୍ ବିଟ୍କୁ ପକାଉଛି, ଗୋଲ ଗୋଲ କରି କାଟିଛି। ତାପରେ ମୁଁ ଗାଜର ପକେଇବି। ଦେଖନ୍ତୁ ଗାଜର ବି କାଟି ରଖିଛି, 2-3 ଖଣ୍ଡ ଗାଜର ପଡ଼ିବ। ଟିକେ ଲମ୍ବା ଲମ୍ବା ମୁଁ କାଟିଛି, ଆପଣ ଚାହିଁଲେ ତାକୁ ଗୋଲ ଗୋଲ କାଟିପାରିବେ। କାକୁଡ଼ି ବି ସେମିତି ମୁଁ କାଟି ରଖିଛି। କାକୁଡ଼ି ମୁଁ ଲମ୍ବା ଲମ୍ବା କାଟିଛି, ଆପଣ ବି ତାକୁ ସେଇ ସ୍ଲାଇସ୍ କରିପାରିବେ, ଗୋଲ ଗୋଲ କାଟିପାରିବେ। କାକୁଡ଼ି ପରେ ଅଦା ମୁଁ କାଟି ରଖିଛି। ଅଦା ଛୋଟ ଖଣ୍ଡେ ଅଦା ଥିଲା, ତାକୁ ଲମ୍ବା ଲମ୍ବା ସରୁ ସରୁ କରି କାଟିଛି, ତାକୁ ପକାଇବେ। ଅଁଳା କୋଳିକୁ ବି ସେମିତି ମୁଁ କାଟି ରଖିଛି, ତାକୁ ବି ପକାଇବି। ଅଁଳା ପରେ ଯେଉଁ ଲେମ୍ବୁ କହୁଥିଲି, ଲେମ୍ବୁକୁ ସରୁ ସରୁ କରି ସ୍ଲାଇସ୍ କରିଛି, ତାକୁ ବି ପକାଉଛି। ଇଏ ଧନିଆ ପତ୍ରକୁ ବି 2 ଖଣ୍ଡ କରିସାରିଛି, ଛୋଟ ଛୋଟ କରିଛି। ପୁଦିନା ପତ୍ରକୁ ବି ପକାଉଛି। ଆକୁ ସନ୍ଧ୍ୟାବେଳେ ମୁଁ ଆଜି କଲି। ଏଇ 12 ଘଣ୍ଟା ଏମିତି ରହିବ ପାଣିରେ ରାତି ସାରା। ଆକୁ ସକାଳୁ ଏଇଟା ପିଆଯିବ। ଖାଦ୍ୟ ଖାଇବାର 20-30 ମିନିଟ୍ ପରେ ଏଟାକୁ ପିଆଯିବ। ବର୍ତ୍ତମାନ ଆକୁ ରାତି ସାରା ଭିଜେଇକିନା ରଖିବାକୁ ପଡ଼ିବ ପାଣିରେ। ରାତି ସାରା ପାଖାପାଖି 12 ଘଣ୍ଟା ହିଁ ରହିବ। ଠିକ୍ ଅଛି, କାଲି ସକାଳକୁ ଏଇଟା ୟୁଜ୍ କରାଯିବ। ଦେଖନ୍ତୁ ଏଇଟା ପ୍ରସ୍ତୁତ ହେଇଗଲା। ମୁଁ ଗତର ସନ୍ଧ୍ୟାବେଳେ ଯେଉଁଟା କରିଥିଲି, ଆଜି ସକାଳୁ ଏଇଟାକୁ ଦେଖନ୍ତୁ କେମିତି ହେଇଛି। ଏଇଭଳି କଲର୍ ଆସିବ, ଯେହେତୁ ବିଟ୍ ପଡ଼ିଛି, ଗାଜର ପଡ଼ିଛି। ଏଇଟାକୁ ଆମେ ୟୁଜ୍ କରିବା। ଆକୁ ଗୋଳେଇକି ପାଣିଟାକୁ ପିଇବାକୁ ପଡ଼ିବ। ଆଲକାଲାଇନ୍ ୱାଟରଟା ଏଇଥିପାଇଁ ଆମେ ପିଉଛେ କି ଆର pH ଲେବୁଲ୍ଟାକୁ ଅଧିକା ରହେ। ଟିକେ ବଡ଼ିରେ pH ଲେବୁଲ୍ଟା ଅଧିକା ରହିଲେ ଆମର ଡାଇଜେସନ୍ ସିଷ୍ଟମ୍ଟା ଭଲ ରୁହେ, ଶରୀରରେ ଗ୍ଲୋ ଆସେ, ଆଉ ଆପଣଙ୍କର ଷ୍ଟ୍ରେସ୍ କମ୍ ହେବ, BP ଡାଇବେଟିସ୍ ବି କଣ୍ଟ୍ରୋଲକୁ ଆସେ। ତେଣୁକରି ଆଲକାଲାଇନ୍ ୱାଟର ଏବେ ସମସ୍ତେ ପିଇବା ଆରମ୍ଭ କଲେଣି। ଆମେ ଏଟାକୁ ସମସ୍ତେ ଅଳ୍ପ ବହୁତ ଜାଣିଛେ। ଆମେ ୟୁଟ୍ୟୁବ୍ ଗୁଗୁଲ୍ରେ ସର୍ଚ୍ଚ କଲେ ଡିଟେଲ୍ସ ଆମେ ଜାଣିପାରିବା। ସବୁ ଜିନିଷ ପ୍ରାୟ ସମସ୍ତେ ଜାଣିଲେଣି, ବେଶୀ କିଛି ମୁଁ କହିବାକୁ ଚାହୁଁନି। ଏଇଭଳି ପ୍ରସ୍ତୁତ କରି ଆପଣମାନେ ପିଇପାରିବେ। ଆକ୍ଚୁଆଲି ମୁଁ ବି ୟାକୁ ଡେଲି ୟୁଜ୍ କରୁଛି। ୟୁଜ୍ କଲା ପରେ ବହୁତ କିଛି ବେନିଫିଟ୍ ପାଇଛି ବୋଲି ମୁଁ ଏ ଭିଡ଼ିଓଟାକୁ ସେୟାର କଲି। ଏ ପିଓରଲି ନ୍ୟାଚୁରାଲ୍ ଆମେ ଘରେ ପ୍ରସ୍ତୁତ କରୁଛେ। ବହୁତ କମ୍ ଖର୍ଚ୍ଚରେ ଏଟା ହେଉଛି। ନହେଲେ ଭଲ pH ଲେବୁଲ୍ର ପାଣି ପାଇବା, ସେଥିପାଇଁ ବହୁତ ପଇସା ଖର୍ଚ୍ଚ କରିବାକୁ ପଡ଼ୁଛି। ଯେମିତି ଆପଣମାନେ ଜାଣିବେ ଯେ ବ୍ଲାକ୍ ୱାଟର ହେଉ, ଗ୍ରୀନ୍ ୱାଟର ହେଉ, ବ୍ଲୁ ୱାଟର ହେଉ, ବିଭିନ୍ନ ପ୍ରକାର ୱାଟର ବାହାରେ ମିଳିଲାଣି। ସେମାନେ ବହୁତ କଷ୍ଟଲି। ଆମେ ତ ମିଡ଼ିଲ୍ କ୍ଲାସ୍ର ଫ୍ୟାମିଲି ମାନେ ଏଟାକୁ ଆଫୋର୍ଡ଼ କରିପାରିବା ନାହିଁ। ତେଣୁକରି ଏଇଟା ଲୋ ବଜେଟ୍ରେ ପିଓର ଜିନିଷ ଆମେ ଘରେ ତିଆରି କରିପାରିବା। ଏଇଟା ସ୍ୱାସ୍ଥ୍ୟ ପାଇଁ ବହୁତ ବେନିଫିଟ୍। ଆକୁ ଆପଣମାନେ ନିଜେ ବ୍ୟବହାର କରନ୍ତୁ, ଜାଣନ୍ତୁ। 15 ଦିନ ମାସେ ଯଦି ଆପଣ ବ୍ୟବହାର କରିବେ, ଆପଣ ଜାଣିପାରିବେ ଆର ଶରୀର ଉପରେ କ'ଣ ପ୍ରଭାବ ପଡ଼ୁଛି। ସମସ୍ତେ ସୁସ୍ଥ ରୁହନ୍ତୁ, ସୁଖୀ ରୁହନ୍ତୁ। ଆଉ ମୁଁ ଚାହିଁବି ଏଟାକୁ ଆପଣ ସମସ୍ତେ ଘରେ ବ୍ୟବହାର କରନ୍ତୁ। ଜୟ ଜଗନ୍ନାଥ।